जय श्रीराम बंधुगण जय श्रीराम। ମୁଁ ଆପଣମାନଙ୍କୁ ସ୍ୱାଗତମ କରୁଛି ମୋ ଚ୍ୟାନେଲ ଜିକେ ଅନଲାଇନକୁ। ଆଜିର ପ୍ରଥମ ପ୍ରଶ୍ନ, ରାଜ୍ୟସଭାରେ କିଏ ଅଧ୍ୟକ୍ଷତା କରନ୍ତି? ଦେଖନ୍ତୁ, ଅପସନ୍ ଏ ଗୃହମନ୍ତ୍ରୀ, ବି ବାଚସ୍ପତି, ସି ରାଷ୍ଟ୍ରପତି, ଡି ଉପରାଷ୍ଟ୍ରପତି। ଆର ସଠିକ୍ ଆନ୍ସର ହେଉଛି ଅପସନ୍ ଡି ଉପରାଷ୍ଟ୍ରପତି। 2 ନମ୍ବର କ୍ୱେଶ୍ଚିନ୍, ଭାରତର କେଉଁ ରାଜ୍ୟରେ ଲୋକମାନେ ଅଧିକ ଶିକ୍ଷିତ? ତାମିଲନାଡୁ, ରାଜସ୍ଥାନ, ଓଡ଼ିଶା। ଏଇଟା ଓଡ଼ିଆ ହେଇଛି, ଓଡ଼ିଶା। ଆର ସଠିକ୍ ଆନ୍ସର ହେଉଛି ଅପସନ୍ ଡି କେରଳ। ପୃଥିବୀ ପୃଷ୍ଠରେ କେତୋଟି ମହାଦେଶ ଅଛି? 6ଟା, 5ଟା, 7ଟା, 4ଟା। କେତେଟା ଅଛି ମହାଦେଶ? ଠିକ୍, ଅପସନ୍ ସି 7ଟା। କେଉଁ ଦେଶର 3ଟି ରାଜଧାନୀ ଅଛି? ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଚୀନ, ଅଷ୍ଟ୍ରେଲିଆ। ଆର ସଠିକ୍ ଆନ୍ସର ହେଉଛି ଅପସନ୍ ବି ଦକ୍ଷିଣ ଆଫ୍ରିକା। ଗୋଲାପ ଫୁଲ କେଉଁ ଦେଶର ଜାତୀୟ ଫୁଲ? ଗୋଲାପ ଫୁଲ କେଉଁ ଦେଶର ଜାତୀୟ ଫୁଲ? ଅପସନ୍ ଏ ଜାପାନ, ବି ଇଂଲଣ୍ଡ, ସି ଆମେରିକା, ଡି ଭାରତ। ଅପସନ୍ ସି ଆମେରିକା। ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ? ଅପସନ୍ ଏ ଯମୁନା, ଗଙ୍ଗା, ଗୋଦାବରୀ, ମହାନଦୀ। ଏଇଟା ତ ନୁହେଁ, ଦୁଇଟା ଏଥିରେ। ଆର ସଠିକ୍ ଆନ୍ସର ହେଉଛି ଅପସନ୍ ଏ ଆଗ୍ରା, ଯମୁନା ନଦୀ। ପୃଥିବୀର ସବୁଠାରୁ ଧନୀ ଦେଶର ନାମ କ'ଣ? ପୃଥିବୀର ସବୁଠାରୁ ଧନୀ ଦେଶର ନାମ କ'ଣ? ଜାପାନ, ଇଂଲଣ୍ଡ, ଚୀନ, ଆମେରିକା। ଏହାର ସଠିକ୍ ଆନ୍ସର ହେଉଛି ଅପସନ୍ ସି ଚୀନ। ଭାରତର ଜାତୀୟ ମିଠାର ନାମ କ'ଣ? ଭାରତର ଜାତୀୟ ମିଠାର ନାମ କ'ଣ? ଛେନାପୋଡ଼, ରସଗୋଲା, ଜିଲାପି, ଗୋଲାପଜାମୁନ। ଏଇଟା ନୁହେଁ, ରସଗୋଲା ନୁହେଁ, ଛେନାପୋଡ଼ ନୁହେଁ। ସଠିକ୍ ଆନ୍ସର ହେଉଛି ଜିଲାପି। ଭାରତର ଜାତୀୟ ମିଠା। ଭାରତରେ କେତୋଟି ଭାଷା ଅଛି? ଭାରତରେ କେତୋଟି ଭାଷା ଅଛି? 109, 112, 121, 120। ଆର ସଠିକ୍ ଆନ୍ସର ହେଉଛି ଅପସନ୍ ସି 121। କେଉଁ ଜୀବର ଆଖିରୁ ସବୁବେଳେ ନଜର ଥାଏ? ଘୋଡ଼ା, ହରିଣ, ଗାଈ, କୁମ୍ଭୀର। ଜାଣିପାରୁଥିବେ ଆଉ। ଅପସନ୍ ଡିଟା ହେବ, କୁମ୍ଭୀର ସବୁବେଳେ କାନ୍ଦୁଥାଏ। ସରପଞ୍ଚ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? ସରପଞ୍ଚ ହେବା ପାଇଁ ଜଣକୁ କେତେ ବର୍ଷ ହେବା ଜରୁରୀ? 28, 21, 30, 35। ଆର ସଠିକ୍ ଆନ୍ସର ହେଉଛି ଅପସନ୍ ବି 21। ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ? ଆପଣ ଜାଣିପାରିଥିବେ, ଅପସନ୍ ସିଟା ହେବ ଇନ୍ଦିରା ଗାନ୍ଧୀ, ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ସୂର୍ଯ୍ୟକିରଣରୁ ଆମକୁ କେଉଁ ଭିଟାମିନ୍ ମିଳିଥାଏ? ସୂର୍ଯ୍ୟକିରଣରୁ ତ ସବୁ ଜାଣିଥିବେ, ଭିଟାମିନ୍ ଡିଟା ମିଳିବ, ଅପସନ୍ ସିଟା। କେଉଁ ଦେଶରେ ସୁନାର ଗାଡ଼ି ଚାଲେ? ଜାପାନ, ଆମେରିକା, ସାଉଦି ଆରବ, ଇଂଲଣ୍ଡ। କେଉଁ ଦେଶରେ ସୁନାର ଗାଡ଼ି ଚାଲେ? ଚିନ୍ତା କର। ଅପସନ୍ ଏ ଜାପାନ, ବି ଆମେରିକା, ସାଉଦି ଆରବ, ଇଂଲଣ୍ଡ। ଠିକ୍, ସାଉଦି ଆରବ। ଅପସନ୍ ସିଟା ସାଉଦି ଆରବ ହେବ। ପୃଥିବୀର ସବୁଠାରୁ ଲମ୍ବା ନଦୀର ନାମ କ'ଣ? ପୃଥିବୀର ସବୁଠାରୁ ଲମ୍ବା ନଦୀର ନାମ କ'ଣ? ଗଙ୍ଗା, ଗୋଦାବରୀ, କାବେରୀ, ନୀଳ ନଦୀ, ଆମାଜନ। କୋଉଟା ହେବ? କୁହ। ଅପସନ୍ ସିଟା ହେବ ନୀଳ ନଦୀ, ସବୁଠାରୁ ଲମ୍ବା। ଭାରତର କେଉଁ ରାଜ୍ୟକୁ ଇଂରେଜମାନେ ଶାସନ କରିପାରିନଥିଲେ? ଇଂଲଣ୍ଡ। ବର୍ତ୍ତମାନ ମ୍ୟାଚ୍ ଚାଲିଛି, ଇଂଲଣ୍ଡ ଭର୍ସେସ୍ ଇଣ୍ଡିଆ। ଭାରତର କେଉଁ ରାଜ୍ୟକୁ ଇଂରେଜମାନେ ଶାସନ କରିନଥିଲେ? ଭାରତର କେଉଁ ରାଜ୍ୟ? ଗୋଆ, ମହାରାଷ୍ଟ୍ର, ଓଡ଼ିଶା, ସିକିମ୍। ଆଉ ସଠିକ୍ ଆନ୍ସର ହେଉଛି ଅପସନ୍ ଏ ଗୋଆ। କେଉଁ ମହାସାଗରର ଗୋଟିଏ ଦେଶର ନାମ ରଖାଯାଇଛି? ଅପସନ୍ ଡିଟା ହେବ ଭାରତ ମହାସାଗର। କୋକାକୋଲା କେଉଁ ଦେଶର କମ୍ପାନୀ ଅଟେ? କୋକାକୋଲାଟା ଯେଉଁ କମ୍ପାନୀରେ କେଉଁ ଦେଶର?
ଆମେରିକା ନା ଚୀନ, ଭାରତ ନା ଇଂଲଣ୍ଡ ନା ଆମେରିକା, କେଉଁଟା? ଆର ସଠିକ୍ ଆନ୍ସର୍ ହେଉଛି ଅପସନ୍ ଏ ଆମେରିକା। କେଉଁ ଦେଶରେ ସବୁଠାରୁ ଅଧିକ ବିଦ୍ୟାଳୟ ଅଛି? କେଉଁ ଦେଶରେ ସବୁଠାରୁ ଅଧିକ ବିଦ୍ୟାଳୟ ଅଛି? ଭାରତ, ବି ଚୀନ, ସି ଆମେରିକା, ଡି ଇଂଲଣ୍ଡ। କେତେକ ପିଲା ଭାବୁଥିବେ ଆମେରିକାରେ, ନାଇଁ ଆମେରିକାରେ ନୁହେଁ, ସବୁଠାରୁ ଅଧିକ ବିଦ୍ୟାଳୟ ଭାରତରେ ରହିଛି। କେଉଁ ଦେଶରେ ସବୁଠାରୁ ଅଧିକ ଭାରତରେ ରହିଛି? କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ? ଓଡ଼ିଶାର କୋଶ୍ଚିନ୍। କୋଣାର୍କ, ଲାଙ୍ଗୁଳା ନରସିଂହଦେବ, ଜାଣିଥିବ ସବୁ। କେଉଁ ଦେଶରେ ବିଦ୍ୟୁତ୍ ବିଲ୍ ସବୁଠାରୁ ଶସ୍ତା? ଲୋ ପ୍ରାଇସ୍। କେଉଁ ଦେଶରେ? ଚୀନ, ପାକିସ୍ତାନ, ଭାରତ, କତର। ଡି ହେବ କତର। ଭାରତ କେତେ ବର୍ଷ କାଳ ପରାଧୀନ ଥିଲା? କେତେ ବର୍ଷ କାଳ ପରାଧୀନ ଥିଲା? ଆର ଅପସନ୍ ଏଟା ହେଉଛି 200 ବର୍ଷ। କେତେ ବର୍ଷରେ ଥରେ ଜନଗଣନା ହୁଏ? ଠିକ୍, ଅପସନ୍ ଡି 10 ବର୍ଷ। ଲୋକସଭାର କାର୍ଯ୍ୟକାଳ କେତେ ବର୍ଷ? 6 ବର୍ଷ ହେବ। ଭାରତର ପ୍ରଥମ ବିଶ୍ୱ ସୁନ୍ଦରୀ କିଏ? ଭାରତର ପ୍ରଥମ ବିଶ୍ୱ ସୁନ୍ଦରୀ ଦୀପା ପାଡୁକୋନ୍, ସୁସ୍ମିତା ସେନ୍, ପ୍ରିୟଙ୍କା ଚୋପ୍ରା, ଏସ୍ ବଚ୍ଚନ। ଆର ଅପସନ୍ ବିଟା ହେବ ରାଇଟ୍ ଆନ୍ସର୍। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ସମସ୍ତେ ଜାଣିଥିବ। ଲୋକସଭାର ସଭାପତି କିଏ? ଲୋକସଭାର ବାଚସ୍ପତି। ଭାରତର ପ୍ରଥମ ରାଷ୍ଟ୍ରପତି କିଏ? ଅପସନ୍ ବି, ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଭାରତ ପାର୍ଲାମେଣ୍ଟରେ କେତୋଟି ସଭା ଅଛି? 3ଟି, 1, 2ଟି, 4ଟି। ଆଉ ସଠିକ୍ ଆନ୍ସର୍ ହେଉଛି ଅପସନ୍ ସି 2ଟି। ଶେଷ ପ୍ରଶ୍ନ, 2ଟା ଅଛି। ଭାରତର ପ୍ରକୃତ ଶାସକ କିଏ? ଭାରତର ପ୍ରକୃତ ଶାସନକର୍ତ୍ତା କିଏ? ଆର ଅପସନ୍ ଏ ରାଷ୍ଟ୍ରପତି, ବି ଗୃହମନ୍ତ୍ରୀ, ସି ବାଚସ୍ପତି, ଡି ପ୍ରଧାନମନ୍ତ୍ରୀ। ଆର ସଠିକ୍ ଆନ୍ସର୍ ହେଉଛି ଅପସନ୍ ଡି ପ୍ରଧାନମନ୍ତ୍ରୀ। ଭାରତରେ ଶାସନର ମୁଖ୍ୟ କିଏ? ଦେଖନ୍ତୁ କନଫ୍ୟୁଜ୍ ହେବେ। ଭାରତର ପ୍ରକୃତ ଶାସକ ହେଉଛନ୍ତି ପ୍ରଧାନମନ୍ତ୍ରୀ, ପ୍ରାଇମ୍ ମିନିଷ୍ଟର। ଭାରତର ଶାସନର ମୁଖ୍ୟ କିଏ? ଦେଖନ୍ତୁ ସେଠି ଥିଲେ ପ୍ରଧାନମନ୍ତ୍ରୀ, ଏଠି ପ୍ରଧାନମନ୍ତ୍ରୀ ଏ, ଅପସନ୍ ବି ମନ୍ତ୍ରିମଣ୍ଡଳ, ସି ରାଷ୍ଟ୍ରପତି, ଡି ବିରୋଧୀ ଦଳ। ଆର ସଠିକ୍ ଆନ୍ସର୍ ହେଉଛି ଅପସନ୍ ସି ରାଷ୍ଟ୍ରପତି। ଧନ୍ୟବାଦ। ଭିଡ଼ିଓଟି ଭଲ ଲାଗୁଥିଲେ ଦୟାକରି ଲାଇକ୍ ଏବଂ କମେଣ୍ଟ କରି ଜଣାଇବେ। ଭଲ ଲାଗୁଥିଲେ ଲାଇକ୍ ଏବଂ ସବସ୍କ୍ରାଇବ୍ ଆଉ ଆପଣଙ୍କ ପାଇଁ ସାଙ୍ଗମାନଙ୍କ ସହିତ ଏମିତି ଇଣ୍ଟରେଷ୍ଟିଂ ଭିଡ଼ିଓ ଗୁଡ଼ାକ ଆଣୁଥିବି। ଆପଣଙ୍କ ଗୋଟିଏ ଲାଇକ୍ ମୋତେ ଭିଡ଼ିଓ ବନେଇବାରେ ଅଧିକ ସହାୟକ ହେବ। ଦୟାକରି ଏ ଚ୍ୟାନେଲକୁ ସପୋର୍ଟ କରନ୍ତୁ ଏବଂ ମୋତେ ଆଗକୁ ନେବାକୁ ଏବଂ ମୁଁ ମୋ ଚ୍ୟାନେଲକୁ ଏମିତି ଭିଡ଼ିଓ ନେଇ ଆସିବାକୁ ଚେଷ୍ଟା କରିବି। ଆପଣଙ୍କର ବହୁତ ବହୁତ ଧନ୍ୟବାଦ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ। ରହୁଛି, ଆଉ ଗୋଟିଏ ଭିଡ଼ିଓରେ ଦେଖା ହେବ। ଜୟ ଶ୍ରୀରାମ।